ମୁଁ ଦେଖିଛି ଆଜ୍ଞା କିଛି ମା ପୁଅର ସମ୍ପର୍କ ଅଲଗା ହେବାର, କିଛି ମା ଠାରୁ ପୁଅ ଦୂରେଇ ରହିବାର, ନହେଲେ କିଛି ପୁଅ ତାଙ୍କ ମା ସହିତ କଥା ନ ହେବାର। କହିବାକୁ ଗଲେ ମା ପୁଅର ରକ୍ତ ଗୋଟିଏ ରକ୍ତର ଗଢ଼ା। ମା ପୁଅର ସମ୍ପର୍କ ଅତି ନିବିଡ଼ ହେବା ଦରକାର। ତେବେ ମା ଠାରୁ ପୁଅ କାହିଁକି ଦୂରରେ ରହିଥାଏ? ମା ପୁଅର ସମ୍ପର୍କ କାହିଁକି ଅଲଗା ହୋଇଥାଏ? ଗୋଟେ କଥା କହିବେ ଆଜ୍ଞା, ଗୋଟେ ଚଢ଼େଇଟେ ଯେତେବେଳେ ତା ପିଲାମାନଙ୍କ ପାଇଁ ଗୋଟେ ବସା ତିଆରି କରିଥାଏ, ଏଣେ ତେଣେ କାଠି କୁଟା ସଂଗ୍ରହ କରି ଗୋଟେ ଛୋଟ ବସାଟେ ତିଆରି କରିଥାଏ, ସେଇ କାଠି ଆଉ କୁଟାରେ ତାର ଟିକେ ହିଂସା ନଥାଏ, ଟିକେ ସ୍ୱାର୍ଥ ନଥାଏ, କି କାହାର ତଣ୍ଟି ଚିପି ସେ ବସାଟିକୁ ତିଆରି କରିନଥାଏ। କିନ୍ତୁ ଗୋଟେ ମଣିଷ ରୂପୀ ମାଟି ଯେତେବେଳେ ସେ ତା ପିଲାମାନଙ୍କୁ ବଡ଼ କରିଥାଏ, ସେ ପର ଲୋକ ତ ଦୂରର କଥା, ସେ ତା ନିଜ ଲୋକ ଠାରୁ ହିଂସା କରିଥାଏ। ତା ଶାଶୁ ଶ୍ୱଶୁର ନଣନ୍ଦ ଯା ମାନଙ୍କ ଠାରୁ ସ୍ୱାର୍ଥ ମାଗିଥାଏ। ସେ ବେଳେବେଳେ ଭାବିଥାଏ କି ତା ଯାହାର ପିଲାମାନେ ତା ପିଲାଠାରୁ ଅଧିକ ବୁଦ୍ଧି ବିବେକ ହେଇଯିବେ କି, ନହେଲେ ତାଙ୍କ ଶାଶୁ ଶ୍ୱଶୁରମାନଙ୍କୁ ଲୁଚେଇ ନିଜ ପିଲାମାନଙ୍କୁ ଭଲ ଭଲ ଖାଦ୍ୟ ଖୋଇବାର କିଛି ମାଙ୍କର ହିଂସା ମନୋଭାବ ଥାଏ ଆଜ୍ଞା। ସେମାନେ ଭାବିଥାନ୍ତି କି ମୋ ପୁଅ ମୋ ଝିଅ ସେମାନେ ବଡ଼ ହେଲେ ମୋତେ ପୋଷିବେ। ଗୋଟେ କଥା କହିବି ଆଜ୍ଞା, ଆପଣ ଯେମିତି ସଂସ୍କାର ଦେବେ ସେମିତି ସଂସ୍କାର ପାଇବେ। ତମେ ଯେମିତି ମୋର ବୋଲି କହୁନ ନା, ସେ ପୁଅ ଝିଅ ବଡ଼ ହେଲେ ସେମାନେ ବି ମୋର ବୋଲି କହିବେ। ସେ ପୁଅ ବାହା ହେଲେ, ତା ପିଲା ଛୁଆ ଜନ୍ମ ହେଲେ ସେ ତା ପୁଅ ଝିଅକୁ ମୋର ବୋଲି କହିବ, ତମକୁ କାହିଁକି ପଚାରିବ? ତେଣୁକରି ପ୍ରଥମ କଥାଟି ହେଉଛି ସଂସ୍କାର, ଦ୍ୱିତୀୟ କଥାଟି ହେଉଛି କେତେବେଳେ କି ମୋର ବୋଲି କୁହନ୍ତୁ ନାହିଁ। କେହି ମୋର ନୁହନ୍ତି ଆଜ୍ଞା, ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କର। ଗୋଟେ କଥା ହେଉଛି, ଆପଣଙ୍କ ପରିବାର ଯଦି ସବୁ ସଦସ୍ୟଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଥାଏ ନା, ତେବେ କେବେ ବି ଆପଣଙ୍କ ଆଖିରୁ ଟୋପେ ବି ଲୁହ ଝରିବ ନାହିଁ, ଆପଣ କେବେ ବି ଦୁଃଖରେ ରହିବେ ନାହିଁ। ତେଣୁକରି ଆଜ୍ଞା ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତୁ, କେତେବେଳେ କି ମୋର ବୋଲି କୁହନ୍ତୁ ନାହିଁ।